आईपीएल 2026 ର ଏହି ସ୍ୱତନ୍ତ୍ର ବିଶ୍ଳେଷଣକୁ ସ୍ୱାଗତ। ଦେଖନ୍ତୁ ପଏଣ୍ଟ ଟେବୁଲର ସ୍ଥିତି ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଧୂଳି ହଟୁଛି ଆଉ ଚିତ୍ର ଏକଦମ ପରିଷ୍କାର ହେଉଛି। ଠିକ୍ ଅଛି, ଆସନ୍ତୁ ସିଧାସଳଖ ଭିତରକୁ ଯିବା ଏବଂ ପ୍ରକୃତରେ ଏବେ କ'ଣ ଘଟୁଛି ତାହା ଟିକେ ତର୍ଜମା କରିବା। ଏବେ ସ୍ଥିତି କ'ଣ ଜାଣନ୍ତି? ଦୁଇଟି ଦମଦାର ଟିମ୍ ସୁରକ୍ଷିତ ଭାବେ ପ୍ଲେ-ଅଫ୍ରେ ପହଞ୍ଚି ସାରିଛନ୍ତି। ଆଉ ଚାରୋଟି ପୂର୍ବ ଚାମ୍ପିୟନ ଟିମ୍ ଏଥର ଦୌଡ଼ରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି। କିନ୍ତୁ ଅସଲ ଖେଳ ତ ଏବେ ଆରମ୍ଭ। ବାକି ଥିବା ମାତ୍ର ଦୁଇଟି ପ୍ଲେ-ଅଫ୍ ସ୍ଥାନ ପାଇଁ ଏବେ ଏକ ଭୟଙ୍କର ଏକଦମ କଣ୍ଟା ଟକ୍କର ଭଲା ଲଢ଼ାଇ ଜାରି ରହିଛି। ପ୍ରଶ୍ନ ଉଠୁଛି, କିଏ ମାରିବ ବାଜି? କାହାକୁ ମିଳିବ ସେହି ଶେଷ ଦୁଇଟି ସ୍ଥାନ? ଆଜିର ଏହି ବିଶ୍ଳେଷଣରେ ଆମେ ମୁଖ୍ୟତଃ କେତୋଟି ଦିଗ ଉପରେ ନଜର ପକାଇବା। ପ୍ରଥମେ ଆମେ ଦେଖିବା ପ୍ଲେ-ଅଫ୍ର ବର୍ତ୍ତମାନର ଚିତ୍ର କ'ଣ। ତାପରେ ସେହି ଦୁଇ ଯୋଗ୍ୟତା ଅର୍ଜନ କରିଥିବା ଟାଇଟନ୍ସ ଦଳ ବିଷୟରେ। ଏହାପରେ ଦୁଇଟି ସ୍ଥାନ ପାଇଁ ଚାରୋଟି ଟିମ୍ର ସଂଘର୍ଷ, ବାଦ୍ ପଡ଼ିଥିବା ଦଳର ଅବସ୍ଥା ଏବଂ ଶେଷରେ ଟୁର୍ଣ୍ଣାମେଣ୍ଟର ସେହି ଅନ୍ତିମ ମହାସଂଗ୍ରାମ। 1 ନମ୍ବର ଆଇପିଏଲ୍ ପ୍ଲେ-ଅଫ୍ର ଚିତ୍ର, ବର୍ତ୍ତମାନର ଟପ୍ 5 ସ୍ଥିତି। ଆସନ୍ତୁ ସିଧାସଳଖ ତଥ୍ୟ ଉପରେ ନଜର ପକାଇବା ଏବଂ ଦେଖିବା ପଏଣ୍ଟ ଟେବୁଲର ଶୀର୍ଷରେ କେଉଁମାନେ ଏବେ ରାଜ କରୁଛନ୍ତି। ଏବେ ଏଠାରେ ସବୁଠାରୁ ଆକର୍ଷଣୀୟ କଥାଟି କ'ଣ ଜାଣନ୍ତି କି? ତାହା ହେଉଛି ଆର୍ସିବି ଆଉ ଗୁଜରାଟର ଦବଦବା। ଆର୍ସିବି ମାତ୍ର 12ଟି ମ୍ୟାଚ୍ ଖେଳି 16 ପଏଣ୍ଟ ଏବଂ +1.0ର ଏକ ବିରାଟ ନେଟ୍ ରନ୍ ରେଟ୍ ସହ ପୁରା ଶୀର୍ଷରେ ବସିଛି। ସେପଟେ ଗୁଜରାଟ ଟାଇଟନ୍ସ ମଧ୍ୟ ପଛରେ ନାହିଁ। 12ଟି ମ୍ୟାଚ୍, 16 ପଏଣ୍ଟ ଏବଂ +0.5 ନେଟ୍ ରନ୍ ରେଟ୍ ସହିତ ଦ୍ୱିତୀୟ ସ୍ଥାନରେ ଦୃଢ଼ ଭାବେ ରହିଛି। ତା ତଳକୁ ଅଛନ୍ତି ଏସ୍ଆର୍ଏଚ୍ 14 ପଏଣ୍ଟରେ, ପଞ୍ଜାବ 13 ପଏଣ୍ଟ ଏବଂ ସିଏସ୍କେ 12 ପଏଣ୍ଟରେ। ବାସ୍, ଏହି ପାଞ୍ଚଟି ଦଳ ହିଁ ଏବେ ପ୍ଲେ-ଅଫ୍ର ମୁଖ୍ୟ ଖେଳାଳି। 2 ନମ୍ବର ଭାଗ, ଦି କ୍ୱାଲିଫାଇ ଟାଇଟନ୍ସ, ଆର୍ସିବି ଏବଂ ଜିଟି। ଏବେ ଟିକେ ଧ୍ୟାନ ଦେବା ଏହି ଦୁଇ ହେଭିୱେଟ୍ ଟିମ୍ ଉପରେ, ଯେଉଁମାନେ ଲିଗ୍ ପର୍ଯ୍ୟାୟର ଚାପ୍କୁ ପଛରେ ପକାଇ ନିଜର ପ୍ଲେ-ଅଫ୍ ଟିକେଟ୍ ସମ୍ପୂର୍ଣ୍ଣ କନଫର୍ମ କରିସାରିଛନ୍ତି। ଏହି ଦୁଇଟି ଦଳର ଯୋଗ୍ୟତା ଅର୍ଜନ କରିବା ପଛର କାହାଣୀ ସତରେ ବହୁତ ରୋମାଞ୍ଚକର। ଆମେ ସମସ୍ତେ ଦେଖିଲେ କେକେଆର୍ ବିପକ୍ଷରେ ଆର୍ସିବିର ସେହି ବିସ୍ଫୋରକ ବିଜୟ କେବଳ ସେମାନଙ୍କର ନିଜ ପାଇଁ ପ୍ଲେ-ଅଫ୍ ରାସ୍ତା ସଫା କରିନଥିଲା, ବରଂ ଗୋଟିଏ ତୀରରେ ଦୁଇଟି ଶିକାର କଲାଭଳି ଏହା ଏକାସଙ୍ଗରେ ଗୁଜରାଟ ଟାଇଟନ୍ସର କ୍ୱାଲିଫିକେସନ୍ ମଧ୍ୟ ପକ୍କା କରିଦେଲା। ଗୋଟିଏ ଧମାକାଦାର ମ୍ୟାଚ୍ ଆଉ ପଏଣ୍ଟ ଟେବୁଲର ଗଣିତ ପୂରାପୂରି ବଦଳିଗଲା। କିନ୍ତୁ ରୁହନ୍ତୁ, ସେମାନଙ୍କର କାମ ଏଯାଏଁ ସରିନାହିଁ। ଉଭୟ ଦଳ ହାତରେ ଆହୁରି 2ଟି ଲେଖାଏଁ ମ୍ୟାଚ୍ ବାକି ଅଛି। ଆଉ ଏବେ ସେମାନଙ୍କର ଗୋଟିଏ ହିଁ ଲକ୍ଷ୍ୟ, ମ୍ୟାଜିକ୍ ନମ୍ବର 20। କାରଣ 20 ପଏଣ୍ଟ ଛୁଇଁଲେ ହିଁ କ୍ୱାଲିଫାୟର 1ରେ ଖେଳିବାର ସୁଯୋଗ ମିଳିବ, ଯାହାକି ଫାଇନାଲ ଟିକେଟ୍ ପାଇଁ ଏକ ସୁବର୍ଣ୍ଣ ଏବଂ ଅପେକ୍ଷାକୃତ ସହଜ ସୁଯୋଗ ଦେଇଥାଏ। ଏହା କୌଣସି ଛୋଟ କଥା ନୁହେଁ। 3 ନମ୍ବର ସେକ୍ସନ୍, ଚାରୋଟି ଟିମ୍, 2ଟି ସ୍ଥାନ, ମଧ୍ୟଭାଗର ମହାସଂଗ୍ରାମ। ଏବେ ଆମେ ଟୁର୍ଣ୍ଣାମେଣ୍ଟର ସବୁଠୁ ଟେନସନ୍ବାଲା ଜୋନ୍ରେ ପ୍ରବେଶ କରୁଛୁ। ଯଦି ଆମେ ଟିକେ ଗାଣିତିକ ସମ୍ଭାବନା ଆଡ଼କୁ ଦେଖିବା, ତେବେ ଖେଳଟା କେମିତି ଚାଲିଛି ଦେଖନ୍ତୁ। ସନରାଇଜର୍ସ ହାଇଦ୍ରାବାଦ ଏବେ 14 ପଏଣ୍ଟରେ ଅଛି ଏବଂ ସେମାନେ ସର୍ବାଧିକ 18 ପଏଣ୍ଟ ପର୍ଯ୍ୟନ୍ତ ଯାଇପାରିବେ। ସିଏସ୍କେ ମଧ୍ୟ ଜିତିଲେ 18 ପଏଣ୍ଟ ଛୁଇଁପାରିବ। କିନ୍ତୁ ମଜାଦାର କଥା ହେଉଛି ପଞ୍ଜାବ କିଙ୍ଗସ୍। ସେମାନଙ୍କ ହାତରେ ଏବେ ବି 3ଟି ମ୍ୟାଚ୍ ବାକି ଥିବାରୁ ସେମାନଙ୍କ ପାଖରେ ସର୍ବାଧିକ 19 ପଏଣ୍ଟରେ ପହଞ୍ଚିବାର ସମ୍ଭାବନା ଅଛି। ଏବଂ ଏକ ଚମତ୍କାର କଥା ଟିକେ ଲକ୍ଷ୍ୟ କରନ୍ତୁ। କାଗଜ କଲମରେ ଗଣିତ ଯାହା ବି ହେଉ, ପଡ଼ିଆରେ ମୋମେଣ୍ଟମ୍ ବା ଲୟ କେମିତି ବଦଳେ ତାହା ଦେଖିବା ରହିଛି। ପଞ୍ଜାବ କିଙ୍ଗସ୍ ପାଖରେ ସର୍ବାଧିକ ପଏଣ୍ଟ ପାଇବାର ସୁଯୋଗ ଥିଲେ ମଧ୍ୟ ସେମାନେ ଏବେ ଲଗାତାର ହାରିବାରେ ଲାଗିଛନ୍ତି। ହାଇଦ୍ରାବାଦ ଭଲ ଖେଳୁଥିଲେ ବି ନିଜର ଶେଷ 5ଟି ମ୍ୟାଚ୍ରୁ 2ଟିରେ ଝୁଣ୍ଟିଛି। କିନ୍ତୁ ଅନ୍ୟପଟେ ଦେଖନ୍ତୁ ସିଏସ୍କେକୁ। ଟୁର୍ଣ୍ଣାମେଣ୍ଟର ଶେଷ ଆଡ଼କୁ ଏମାନେ ଏକ ଜବରଦସ୍ତ ୱିନିଂ ମୋମେଣ୍ଟମ୍ ଧରିଛନ୍ତି। ଯଦିଓ ଲାଗୁଛି ଏହା ହୁଏତ ଟିକେ ବିଳମ୍ବ ହୋଇଯାଇପାରେ। ଆଉ ଏହିସବୁ ଭିତରେ ରାଜସ୍ଥାନ ରୟାଲ୍ସକୁ ଆମେ ଆଦୌ ହଲକାରେ ନେଇପାରିବା ନାହିଁ। 11ଟି ମ୍ୟାଚ୍, 12 ପଏଣ୍ଟ। ସିଧା ହିସାବ, ଯଦି ସେମାନେ ନିଜର ଆଗାମୀ 3ଟି ଜାକାଚ୍ ମ୍ୟାଚ୍ ଜିତିଯାଆନ୍ତି, ତେବେ 18 ପଏଣ୍ଟ ପକ୍କା। ମାନେ ସେମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ନିଜ ହାତରେ ହିଁ ଅଛି, କାହା ଉପରେ ନିର୍ଭର କରିବା ଦରକାର ନାହିଁ। କିନ୍ତୁ ଗୋଟିଏ ବାସ୍ତବତା ହେଉଛି, କେବଳ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଚମତ୍କାର ପ୍ରଦର୍ଶନ ଭରସାରେ ରାଜସ୍ଥାନ ସବୁ ମ୍ୟାଚ୍ ଜିତିପାରିବ ନାହିଁ। ଦଳର ପ୍ରତ୍ୟେକ ଖେଳାଳିଙ୍କ ଦାୟିତ୍ୱ ନେବାକୁ ପଡ଼ିବ, ମିଳିମିଶି ସ୍କୋରବୋର୍ଡକୁ ଚଳାଇବାକୁ ପଡ଼ିବ। କ୍ରିକେଟ୍ ତ ଏକ ଦଳଗତ ଖେଳ ନା, ଏବେ ସେହି ଦଳଗତ ପ୍ରଦର୍ଶନ ଦେଖାଇବାର ପ୍ରକୃତ ସମୟ ଆସିଯାଇଛି। 4 ନମ୍ବର ଭାଗ, ବାଦ୍ ପଡ଼ିଥିବା ଦଳଗୁଡ଼ିକ, ଏଣ୍ଡ ଅଫ୍ ଦ ରୋଡ୍। ଏବେ ଟିକେ ସେହି ଦଳଗୁଡ଼ିକ ଉପରେ ଆଖି ପକାଇବା ଯେଉଁମାନଙ୍କ ପାଇଁ ଏହି ବର୍ଷର ଆଇପିଏଲ୍ ସ୍ୱପ୍ନ ଅଧୁରା ରହିଗଲା। ଏଠାରେ ସବୁଠାରୁ କ୍ରୁସିଆଲ ପଏଣ୍ଟ ହେଉଛି କଠୋର ଗାଣିତିକ ବାସ୍ତବତା। ଦେଖନ୍ତୁ, ଯଦି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କେକେଆର୍ ନିଜର ବାକି ଥିବା ସବୁ ମ୍ୟାଚ୍ ଜିତି ବି ଯାଆନ୍ତି, ତେବେ ବି ସେମାନେ ଯଥାକ୍ରମେ ମାତ୍ର 14 ଆଉ 15 ପଏଣ୍ଟରେ ଅଟକିଯିବେ। ଟପ୍ 4ରେ ପହଞ୍ଚିବାକୁ ଏହା ଆଦୌ ଯଥେଷ୍ଟ ନୁହେଁ।
ଆଉ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଲକ୍ଷ୍ନୌ ବିଷୟରେ ତ କ'ଣ କହିବା, ସେମାନେ ତ ଆଗରୁ ହିଁ ଏହି ଦୌଡ଼ରୁ ସମ୍ପୂର୍ଣ୍ଣ ବାହାରି ଯାଇଛନ୍ତି। 5 ନମ୍ବର ଦି ଫାଇନାଲ ବ୍ୟାଟଲ, ଚୂଡ଼ାନ୍ତ ଲଢ଼ାଇ। ଲିଗ୍ ପର୍ଯ୍ୟାୟର ଶେଷ ଆଡ଼କୁ ଆମେ ଯେମିତି ଯେମିତି ଯାଉଛୁ, ରୋମାଞ୍ଚର ସ୍ତର ସେମିତି ବଢ଼ୁଛି। ଆସନ୍ତୁ ଦେଖିବା ଏହି ପୂରା ସିନାରିଓ କେମିତି ତିଆରି ହେଉଛି। ମୁଖ୍ୟତଃ ଏହା 3ଟି ସ୍ତରରେ ବିଭକ୍ତ। ଷ୍ଟେପ୍ 1, ଆର୍ସିବି ଓ ଜିଟି ଭଳି କ୍ୱାଲିଫାୟାର ମାନେ 20 ପଏଣ୍ଟ ପାଇଁ ଜି-ଜାନ୍ ଲଗାଇଦେବେ। ଷ୍ଟେପ୍ 2, ମଧ୍ୟଭାଗରେ ଥିବା ସେହି 4ଟି ଦଳ ଶେଷ 2ଟି ସ୍ଥାନ ପାଇଁ ଏକ ଜୋରଦାର ଗାଣିତିକ ଏବଂ ମାନସିକ ଯୁଦ୍ଧ ଲଢ଼ିବେ। ଆଉ ଷ୍ଟେପ୍ 3, ବାଦ୍ ପଡ଼ିଥିବା ଦଳଗୁଡ଼ିକ ଏକଦମ ଫ୍ରି ହୋଇ ଖେଳିବେ ଆଉ ଚେଷ୍ଟା କରିବେ ଅନ୍ୟମାନଙ୍କର ଖେଳ ବିଗାଡ଼ିବାକୁ। ଏହା ହିଁ ତ ଆଇପିଏଲ୍ର ଅସଲ ମଜା। ତେବେ ଶେଷରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏତେ ସବୁ ଚାପ୍ ଭିତରେ କେଉଁ 2ଟି ଟିମ୍ ଏହି ମହାସଂଗ୍ରାମକୁ ପାର କରି ଶେଷ 2ଟି ପ୍ଲେଅଫ୍ ଟିକେଟ୍ ହାତେଇବେ? କ'ଣ ଅଭିଜ୍ଞତା ବିଜୟୀ ହେବ, ନା ଯୁବ ଜୋଶ ନୂଆ ଇତିହାସ ରଚିବ? ଖେଳ ଯେମିତି ଆଗକୁ ବଢ଼ିବ, ରୋମାଞ୍ଚ ନିଶ୍ଚିତ ଭାବରେ ବଢ଼ିବ। ଏହି ପୂରା ବିଶ୍ଳେଷଣରେ ଆମ ସହ ଯୋଡ଼ି ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଗାମୀ ମ୍ୟାଚ୍ଗୁଡ଼ିକୁ ଏନ୍ଜୟ କରନ୍ତୁ।